ଜୟ ଜଗନ୍ନାଥ। ଆଜି ଆମେ ଗୋଟେ ଛୋଟିଆ ସୂତ୍ର ନବା, ତାକୁ ଆମେ ନ ଘୋଷିକି ସର୍ଟରେ କେମିତି ବାହାର କରିବା ଆଉ ଅତି କମ ସମୟ ଭିତରେ କେମିତି ବାହାର କରିପାରିବା। ଘୋଷିଲେ ତ ବହୁତ ଟାଇମ ପଳେଇ ଯାଉଛି, ଆମେ ଦେଖିବା କେମିତି ଆମେ ଅତି କମ ସମୟରେ ସର୍ଟ ଆଉଟ କରିପାରିବା। ସେଥିପାଇଁ ମୁଁ ଟ୍ରିଗୋନୋମେଟ୍ରି ଗୋଟେ ଛୋଟିଆ ଜିନିଷ ଆଣିଛି। ଟ୍ରିଗୋନୋମେଟ୍ରି କଣ ଆଣିଛି ନା, ଟ୍ରିଗୋନୋମେଟ୍ରି ଆଣିଛି ନିର୍ଦ୍ଦିଷ୍ଟ ତ୍ରିକୋଣମିତିକ ଅନୁପାତ। ଏଥିରେ କଣ ଅଛି ନା, ଆମେ ସାଇନ୍ ଥିଟାର ମୂଲ୍ୟ ବାହାରିବା। ସାଇନ୍ ର କୋଣର ଅନୁପାତକୁ ନବା। ନିର୍ଦ୍ଦିଷ୍ଟ କଣ, କୋଣ ହେଲା 0 ଡିଗ୍ରୀ, 30 ଡିଗ୍ରୀ, ଆମର ହେଲା 45, 60 ଆଉ 90, ଏତିକି ଥାଉ, ଆଉ ବି ହେଇପାରିବ। ଦେଖ ସାଇନ୍ ର ପ୍ରଥମେ ହେଲା 0 ଡିଗ୍ରୀ, ଏଠୁ 30, 45, 60, 90, ଏଇ କ୍ରମରେ ରହିଲେ ଆହୁରି ଅଧିକା ଅଛି 180 ଯାକେ। ଏତିକି ଆମେ ବାହାର କରିବା। କୁହା ଗଲେ କସ ଟ୍ୟାନ୍ କଟ ସେକ୍ କୋସେକ୍ ସବୁ ବାହାରି ହବ। ତ ଏଠି ଆମେ କଣ କରିବା ନା, ଆମେ ଗୋଟେ କ୍ରୋନୋଲୋଜି ଟା ନବା, ଗୋଟେ କ୍ରମରେ ନବା। 0 1 2 3 4 এই অনুসারে স্কোর ସବୁଥିରେ ଡିଭାଇଡ କରେ। ସ୍କୋର ସବୁଥିରେ ଡିଭାଇଡ କରି ୟାର ଆମର ରୁଟ୍ ଓଭର ଦେଇଦେବା। ପ୍ରତ୍ୟେକର ରୁଟ୍ ଓଭର ମାନେ ବର୍ଗମୂଳ ଦେବେ। 0/4 ଯେ କେତେ 0, ତାହେଲେ 0 ର ରୁଟ୍ ଓଭର ହୁଏନା। ଆର କେତେ ହେଲା 1/4 ରୁଟ୍ ଓଭର ହେବ। ତାହେଲେ 1/4 0 ର ରୁଟ୍ ଓଭର, 0 ର ରୁଟ୍ ଓଭର 0 ହେଇଗଲା ହବ। 1/ରୁଟ୍ ଓଭର ହେଲେ କେତେ 1 ର 1, ଆର କେତେ ହେଲା 4 ହେଲା 2, ये केते हबो पहले एकम के 2 के 2 2 जने जाय 1/2 1/2 होला केते 1 होला 1 2 रो होला √2 ताको ये केते होला ना √3 4 होला 2 4 4 होला 1 1 √2 होला 1 तर एठा हम कोन रहले 0 डिग्री बोलो 0 30 होला 1/2 45 होला 1/2 60 होला √3 90 होला 1 देखो टेबुल रे भी आ जाइथिबो ताको न को से केते इजी रे भाग कर करबा